ଛପି ଛପି ବାସନ୍ତୀ ରାତି ଔପନ୍ୟାସିକ ଅଜୟ ସ୍ୱାଇଁ ପଢ଼ି ଶୁଣାଉଛନ୍ତି ସୁଧାକର ଦାସ। ଭାଗ 1। ନାନୁ ଆଚାର୍ଯ୍ୟ ବିଡ଼ିରେ ନିଆଁ ଧରେଇଲେ ଚତୁର୍ଥ ଥର ପାଇଁ। ଏ ବିଡ଼ି ମଜା ସିଗାରେଟରେ ନାହିଁ। ଗୋଟିଏ ଥର ନିଆଁ ଧରାଅ, ଶେଷ ଯାଏ ଟାଣ। ହେଲେ ବିଡ଼ି ଶଳା ବାରମ୍ବାର ଲିଭେ। ପୁଣି ଲଗାଅ, ପୁଣି ଟାଣ, ପୁଣି ଲିଭାଅ, ପୁଣି ଲଗାଅ। ଗୋଟେ ଜମାଣିଆ ଟାଇମ୍ ପାସ୍। ଆଉ କ'ଣ କାମ ଅଛି କହୁନ? କାମ କହିଲେ ଟୋଟାଲ 3 ମାସ। ଅବଶ୍ୟ ସବୁବେଳେ ଟେନସନ୍। ହେଲେ ଏ ସବୁକୁ କି ନାନୁ ଆଚାର୍ଯ୍ୟ ଖାତିର କରନ୍ତି? ନୂଆ ନୂଆ ବେଳେ ଟିକେ କଷ୍ଟ ହେଉଥିଲା। ହେଲେ ଏବେ ନାନୁ ଆଚାର୍ଯ୍ୟ ଏବେ ତାଙ୍କ ମର୍ଜିରେ ମାଲିକ। ସମସ୍ତେ ଜାଣନ୍ତି ନାନୁ ଆଚାର୍ଯ୍ୟ ମାଲିକ। ମାଲିକ ଟଙ୍କା ଖଟେଇଲା, ଘରେ ବସିଲା। ମାଲିକର ମାଲ ଦରକାର। ନାନୁବାବୁ ଲାଭ ଦେଖାଇଦେଲେ। ଶଳା ଏ ମାଲିକକୁ ଚିହ୍ନେ କିଏ? ସବୁ କାମ ନାନୁବାବୁଙ୍କର। ସବୁଠି ନାନୁବାବୁ। ସେ ଇଚ୍ଛା ନ କଲେ ଗଛରେ ପତ୍ର ହଲିବନି। ମନୁ ଓଝା ନୂଆ ବହି ଲେଖିବ। କ'ଣ ଲେଖିବ ଫାଇନାଲ କରିବେ ନାନୁବାବୁ। ଜୈନ ପଣ୍ଡାକୁ ରାତାରାତି କ୍ୟାମ୍ପକୁ ଅଣାହେବ। କିଏ ଏସବୁ ପାରିବ? ଡାକ ନାନୁବାବୁଙ୍କୁ। ସବୁ ମାଲିକ ଚାହାନ୍ତି ନାନୁବାବୁଙ୍କୁ। ନାନୁବାବୁ ବଡ଼ ମଙ୍ଗୁଳିଆ ଲୋକ, ଚାଲାକ ଲୋକ, ଗୁଣୀ ଲୋକ। ସେ ଉଡ଼ିଗଲା ଚଢ଼େଇର ପର ଗଣିଦେବା ଲୋକ। ତାଙ୍କ ଡିମାଣ୍ଡ କାହିଁରେ କ'ଣ? ତାଙ୍କୁ ନେବା ପାଇଁ ମାଲିକମାନଙ୍କ ଭିତରେ ଛକାପଞ୍ଝା। ସେ ପିତଳକୁ ସୁନା କରିଦେବେ। ସେ ଯୋଉ ଦଳରେ ରହିବେ ସେଠି ଉନ୍ନତି ହିଁ ଉନ୍ନତି। ନାନୁ ଆଚାର୍ଯ୍ୟ ମେଟ୍ରିକ୍ ଫେଲ୍। 5 ଥର ଚେଷ୍ଟା କରିଥିଲେ, କିଛି ହେଲା ନାହିଁ। ବାପା କହିଲେ କୁଳାଙ୍ଗାର। ବୋଉ କହିଲା ପାଠ ନହେଲେ ନାହିଁ, ଯଜମାନୀ କରିବ। ବ୍ରାହ୍ମଣ ପିଲା, ଶାସ୍ତ୍ର କହିଛି ବ୍ରାହ୍ମଣ କରଣ ଭଣ୍ଡାରୀ କାଉ, ଆଖି ଫିଟିଲେ ନମରନ୍ତି ଆଉ। ପୁରୋହିତଗିରି କଲେ କୋଉ ପେଟ ଅପୋସା ରହିବ? ବାପା ଚାହୁଁଥିଲେ ନାନୁ ମାଟ୍ରିକ୍ ପାସ୍ କରିଗଲେ ରାଉରକେଲା କାରଖାନାରେ ତାଙ୍କ ଶଳା ରହିବାକୁ ବୁଝାବୁଝି କରିଛି, ସେଇଠି ଥାକିଯିବ। ହେଲେ ନାନୁ ଆଚାର୍ଯ୍ୟ ଥିଲେ ବଡ଼ ଉଚ୍ଚାଭିଳାଷୀ। ସେ ସବୁବେଳେ ଚାହୁଁଥିଲେ କ'ଣ ଗୋଟେ କରିବେ, ଲୋକେ ଜାଣିବେ, ହଁ ନାନୁ ଆଚାର୍ଯ୍ୟ କାମ ଇଏ। ମାଟ୍ରିକ୍ ଫେଲ୍ ହେଇ କିଛିଦିନ ସେ ଯଜମାନୀ ବି କଲେ। ହେଲେ ସେ ଶଳା ସଂସ୍କୃତ ଭାଷା ପାଟିରେ ପଶିଲାନି। ତାପରେ ସେ ଶ୍ଳୋକ ଫ୍ଳୋକ ମନେ ରହିଲାନି। ତାପରେ ଦିନେ ଲୁଚିକି ନାନୁ ଆଚାର୍ଯ୍ୟ ଘର ଛାଡ଼ିଲେ। ସେତେବେଳକୁ ବନମାଳୀପୁର ବଜାରରେ ପଡ଼ିଥିଲା ବାବା ହଟକେଶ୍ୱର ଅପେରା। ସେଇଥିରେ ରହିଗଲେ ପ୍ରଥମେ ବିନା ଦରମାରେ। ପ୍ରଥମେ ରୋଷେଇବାସ କଲେ, ତାପରେ ଷ୍ଟେଜରୁ ଖଣ୍ଡା ଗୋଟାଗୋଟି କଲେ, ତାପରେ ମାଲିକ ତରଫରୁ ଅପେରା ବୁଝାବୁଝି କଲେ। ସବୁ ଭଲ ମନ୍ଦରେ, ଖର୍ଚ୍ଚବାର୍ଚ୍ଚରେ, କଲ୍ ବୁକ୍ କରିବାରେ ସେ ମୁକରିର ହେଲେ। ମାଲିକ ପ୍ରିୟ ହେବାରୁ ଯଦିଓ ଅନ୍ୟମାନଙ୍କର ସେ ଚକ୍ଷୁଶୂଳ ହେଉଥିଲେ, ତାକୁ ଖାତିର ନ କରି ସେ ଆଗେଇଲେ। ହଟକେଶ୍ୱର ଅପେରା ଭାଙ୍ଗିଗଲା। ମାଲିକ ମରିଯିବା ପରେ ତାଙ୍କ ପିଲାମାନେ କେହି ସେ ଲାଇନରେ ଗଲେ ନାହିଁ। ତଥାପି ବେଶୀଦିନ ନାନୁ ଆଚାର୍ଯ୍ୟ ବେକାର ହୋଇ ବସିଲେ ନାହିଁ। ଚନ୍ଦ୍ରଭାଗା ଗଣନାଟ୍ୟର ମାଲିକ ତାଙ୍କୁ ଡକେଇ ପଠେଇଲେ। ନାନୁ ଆଚାର୍ଯ୍ୟ ପହଞ୍ଚିଲେ। ମାଲିକ କହିଲେ ସବୁ ଠିକ୍ ଅଛି, ପାଟିଆର, ମ୍ୟୁଜିକ୍, ଡ୍ରେସପତ୍ର, ସାଜସଜ୍ଜା। ହେଲେ ପାଟି ଚାଲୁନି। ଏଇ 2 ବର୍ଷ ଭିତରେ ଲଢ଼େଇଲିଣି 80 ଲକ୍ଷ, ପାଇଛି 15। ମୁଁ ଏଇ କଳା ଲାଇନରେ ବର୍ବାଦ। ମୋ ମୁଣ୍ଡରେ ବଜ୍ର ପଡ଼ିଲାଣି। 10 ଏକର 2 ଫସଲି ଜମି, ସ୍ତ୍ରୀର 2ଟା ଚନ୍ଦ୍ରହାର ଗଲାଣି। ନାନୁ ଆଚାର୍ଯ୍ୟଙ୍କ ଆଖି ପହଁରୁଥିଲା ଚାରିଆଡ଼େ। ରିହର୍ସଲ ରୁମ୍ରେ ବସିଥିଲେ ସବୁ ପାଟିଆର, ମ୍ୟୁଜିକବାଲା। ବାରଣ୍ଡାରେ ଚେୟାର ଉପରେ ବସିଥିଲେ ନୂଆ ଡିରେକ୍ଟର। ନୂଆ ବହିର ନାଟ୍ୟକାର ବସି ସିଗାରେଟ ଟାଣୁଥିଲେ। ନାନୁ ଆଚାର୍ଯ୍ୟ କହିଲେ ଗୁଣୀ ହେଇଛି, ଦକ୍ଷିଣୀ ପଦର ଗୁଣୀ। ମାଲିକ ଆଶ୍ଚର୍ଯ୍ୟ ହେଲେ। ଗୁଣୀ? ନାନୁ ଆଚାର୍ଯ୍ୟ କହିଲେ ଚିନ୍ତା ନାହିଁ, ତମ ପାଟିକୁ ଗୁଣୀ କରାହେଇଛି। ଯିଏ କରିଛି ଜଣାପଡ଼ିଯିବ। ମୁଁ ସବୁ ବନ୍ଦୋବସ୍ତ କରୁଛି, ଚିନ୍ତା କରନ୍ତୁନି। ଆଚ୍ଛା, ଇଏ ବହିର ନାଁଟା କ'ଣ? ଏ ଯୋଉ ନୂଆ ବହି? ନାଟ୍ୟକାର କହିଲେ 4 ଛକରେ ଚିତ୍ରୋତ୍ପଳା। ନାନୁ ଆଚାର୍ଯ୍ୟ କହିଲେ 9 ଅକ୍ଷର ହେଲା, 8 ଅକ୍ଷର କରିଦିଅ। 4 ଛକରେ ଚତୁରୀ। ବସ୍। ମାଲିକ କହିଲେ ଠିକ୍। ନାନୁବାବୁ ଗୋଟେ ବିଡ଼ି ଲଗେଇଲେ ଓଠରେ। ଉପରକୁ ଚାହିଁ ଆଖି ମିଟିମିଟି କରି କହିଲେ ଇଏ ଶଳେ ଖାଲି ବ୍ୟବସାୟ କରୁଛନ୍ତି, କଳାକୁ କିଏ ବୁଝୁଛନ୍ତି? ଇଏ କଳା ହେଉଛି ମା କାଳୀ। ଇଏ ଯଦି ନ ସୁହାଇବେ ତମେ 3 ପାଞ୍ଜିରୁ ଗଲ ଜାଣ, ତମର କିଛି ହବନି। ନାନୁ ଆଚାର୍ଯ୍ୟ ଆସିଗଲା। କାଲିକୁ ଠିକ୍ କର ଗୋଟେ କଳା କୁକୁଡ଼ା, 1 ଫଳି, 10ଟା ବରକୋଳି ପତ୍ର, 7 ସେର ଅରୁଆ ଚାଉଳ, ଅତୁଠ ପାଣି ଗରାଏ, ଗଳିଗୁଆ 21ଟା। କାଲି ମୁଁ ଜାହାନ ଡମକୁ ଡାକି ଆଣୁଛି, ସବୁ ଠିକ୍ ହେଇଯିବ। ହଁ, କାଲି ସମସ୍ତେ ଅରୁଆ ଖାଇବେ। ମାଲିକ କହିଲେ ଠିକ୍ ଅଛି। ନାନୁ ଆଚାର୍ଯ୍ୟ ଲିଭିଯାଇଥିବା ବିଡ଼ିରେ ଆଉଥରେ ନିଆଁ ଧରେଇଲେ। ଭାଗ 2। ରାତିସାରା ଚାନ୍ଦିନୀକୁ ନିଦ ନାହିଁ। ସେମିତି ଦେଖିଲେ Sample complete. Ready to continue?